ଛୋଟିଆ ତୁଳସୀ ଗଛଟିଏ ମନ୍ଦିରରେ ରହୁ ବା ମଶାଣିରେ ରହୁ, ତାର ପବିତ୍ରତା ପାଇଁ ସେ ପୂଜା ପାଏ। ଠିକ୍ ସେହିଭଳି ମଣିଷ ଦୁନିଆରେ ରହୁ ବା ନ ରହୁ, ତାର ସୁନ୍ଦର ଚେହେରା ପାଇଁ ନୁହେଁ, କେବଳ ତାର ସତ୍ ଚରିତ୍ର ପାଇଁ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଥାଏ। ସୁଖ ଆଉ ଦୁଃଖ ଏ ଦୁଇଟି ନିଜ ଭାଗ୍ୟ ବଦଳରେ ମିଳିଥାଏ। ଧନୀ କି ଗରିବ ଏଥିରେ କିଛି ନେବା ଦେବା ନଥାଏ। କାନ୍ଦିବାକୁ ଥିବ ଯଦି ରାଜପ୍ରସାଦରେ ଥିଲେ ମଧ୍ୟ ଆପଣଙ୍କୁ କାନ୍ଦିବାକୁ ପଡ଼ିବ, ଆଉ ହସିବାର ଥିବ ଯଦି ଝୁପୁଡ଼ି ଘରେ ମଧ୍ୟ ହସର ଗୁଞ୍ଜନ ଶୁଣାଯାଉଥିବ। ଭରସା ସମସ୍ତଙ୍କ ଉପରେ କରନ୍ତୁ, କିନ୍ତୁ ସାବଧାନତା ସହ, କାହିଁକି ନା କେତେବେଳେ ନିଜ ଦାନ୍ତ ବି ନିଜ ଜିଭକୁ ଆଘାତ ଦେଇଥାଏ। ସମ୍ପର୍କ ସବୁବେଳେ ଚନ୍ଦନ ପରି ରଖିବା ଉଚିତ, ଯେପରି ଚନ୍ଦନ 1000 ଖଣ୍ଡ ହେଲେ ବି ତାର ସୁଗନ୍ଧ ସବୁଠି ରହିଥାଏ। ଠିକ୍ ସେହିପରି ସମ୍ପର୍କ ମଧ୍ୟ ସବୁ ପରିସ୍ଥିତିରେ ସମାନ ରହିବା ଉଚିତ। ଗରିବ ଦୋଷ କଲେ ସମସ୍ତେ ଓକିଲାତି କରିବାକୁ ଦୌଡ଼ି ଆସନ୍ତି, ହେଲେ ଧନୀ ଦୋଷ କଲେ ତା ଦୋଷକୁ ଚପେଇ ଦିଅନ୍ତି। ଠିକ୍ ଯେମିତି ଚାରେ ମାଛି ପଡ଼ିଲେ ଲୋକେ ଚାକୁ ଫିଙ୍ଗି ଦିଅନ୍ତି, ହେଲେ ଯଦି ଗୁଆ ଘିଅରେ ମାଛି ପଡ଼େ ତେବେ ଲୋକେ ମାଛିକୁ କାଢ଼ି ଫିଙ୍ଗି ଦିଅନ୍ତି। ମଣିଷ ନିଜ ବ୍ୟବହାର ଓ ସଂସ୍କାର ପାଇଁ ହିଁ ବଡ଼ ହୋଇଥାଏ। ପଇସା ତ ଭିକାରୀ ବି ରୋଜଗାର କରୁଛି। ସବୁବେଳେ ସମସ୍ତଙ୍କୁ ସମ୍ମାନ ଦିଅ ଓ ସମସ୍ତଙ୍କ ହୃଦୟରେ ରହିବା ପାଇଁ ଚେଷ୍ଟା କର। ମୋ ଜୀବନରେ ଖୁସି ଅପେକ୍ଷା ଦୁଃଖକୁ ମୁଁ ବହୁତ ପସନ୍ଦ କରେ, କାହିଁକି ନା ଖୁସି ଆସିଥାଏ କିଛି ସମୟ ପାଇଁ, ଆଉ ଦୁଃଖ ଆସିଥାଏ ବହୁତ କିଛି ଶିକ୍ଷା ଦେଇଥାଏ। ଆଉ ଏଠି କିଏ ନିଜର ଓ କିଏ ପର ସବୁ ଜଣାପଡ଼ିଥାଏ। ରୋଜଗାର କମ୍ ହେଉ କି ଅଧିକ, ଜୀବନ ସମସ୍ତଙ୍କ ପାଇଁ ସମାନ। ଛୋଟ ଗାଡ଼ି ହେଉ ବା ବଡ଼ ଗାଡ଼ି ହେଉ, ରାସ୍ତା ତ ସମସ୍ତଙ୍କ ପାଇଁ ସମାନ। ଖାଦ୍ୟ ଯେତେ ଟଙ୍କାର ବି ହେଉ ନା କାହିଁକି, ପେଟ ପୂରିବା ସମସ୍ତଙ୍କ ପାଇଁ ସମାନ। ଜଣେ ଗରିବ ହେଉ କି କୋଟିପତି, ମରିବାଟା ସମସ୍ତଙ୍କ ପାଇଁ ସମାନ। ତେଣୁ ମୃତ୍ୟୁ ପରେ ବି ବଞ୍ଚି ରହିବା ପାଇଁ ହେଲେ ଧନ ନୁହେଁ, ଜିଣିବାକୁ ହେବ ଅନ୍ୟର ମନ। ମନୁଷ୍ୟ ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ, କିମ୍ବା ଅଧିକ ସୁଖ ମିଳୁଛି ବୋଲି କେବେ ବି ଗର୍ବ କରିବା ଉଚିତ ନୁହେଁ। କାରଣ ସୁଖ ଆଉ ଦୁଃଖ କେହି ଦେଇନଥାନ୍ତି, ବରଂ ମନୁଷ୍ୟ ନିଜର କର୍ମର ଫଳ ଅନୁସାରେ ନିଜର ପରିଣାମ ତାକୁ ଭୋଗିବାକୁ ପଡ଼ିଥାଏ। ମନେ ରଖନ୍ତୁ ଆଜ୍ଞା, ଯେମିତି ଔଷଧ ଚିହ୍ନିବାରେ ଭୁଲ ହୋଇଗଲେ ଜୀବନ ଚାଲିଯାଏ, ଠିକ୍ ସେମିତି ମଣିଷ ଚିହ୍ନିବାରେ ଭୁଲ ହୋଇଗଲେ ପୁରା ଜୀବନ ନଷ୍ଟ ହୋଇଯାଏ। ଭଗବାନ ମନ୍ଦିରରେ କିମ୍ବା ମୂର୍ତ୍ତିରେ ନଥାନ୍ତି, ବରଂ ମଣିଷର ଭାବନା ମଧ୍ୟରେ ଭଗବାନ ରହିଥାନ୍ତି। ଯେଉଁ ବ୍ୟକ୍ତିଠାରେ ତୁମ ପ୍ରତି ସମ୍ମାନ ଓ ଭଲ ପାଇବା ନାହିଁ, ତା ସହିତ ଛିଡ଼ା ହେବାଠାରୁ ଏକା ଛିଡ଼ା ହେବା ବହୁତ ଭଲ। ଯଦି କେହି ଆପଣଙ୍କୁ ବୁଝିପାରୁନାହିଁ ତ ମନ ଦୁଃଖ କରନ୍ତୁ ନାହିଁ, କାହିଁକି ନା ଭଲ ବହି ଓ ଭଲ ମନ ସମସ୍ତେ ପଢ଼ିପାରନ୍ତି ନାହିଁ।